ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ କଳାହାଣ୍ଡି ଜିଲ୍ଲା ଗସ୍ତ। କଳାହାଣ୍ଡି ଜିଲ୍ଲା ଏକ ବଣ ପାହାଡ଼ ଘେରା ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର। ଅନେକ କିଛି କିମ୍ବଦନ୍ତୀ ସହିତ ଲୋକକଳା ଏବଂ ବିଭିନ୍ନ ସଂସ୍କୃତିରେ ଭରି ରହି ରାଜ୍ୟର ଏକ ସ୍ୱତନ୍ତ୍ର ସ୍ଥାନ ବଜାୟ ରଖିଛି। କଳାହାଣ୍ଡି ମାଟିରେ ଅନେକ କିଛି ଇତିହାସ ରହିଥିବା ବେଳେ କାଳର ଗନ୍ତାଘର ପାଲଟିଥିବା ଯୋଗୁଁ କଳାର ହାଣ୍ଡିଶାଳ ବୋଲି କଳାହାଣ୍ଡି ନାମକରଣ ହୋଇଛି। ସ୍ୱତନ୍ତ୍ର ଜିଲ୍ଲାର ପରିଚୟ ପାଇଥିବା ଏହି କଳାହାଣ୍ଡି ଜିଲ୍ଲାରେ ଅନେକ କିଛି ବିକାଶର ଛବି ଦେଖାଯାଉଥିଲେ ମଧ୍ୟ ଅନେକ କିଛି ବିକାଶ କରିବାର ଯୋଜନା ପ୍ରସ୍ତୁତ କରାଯାଇଛି। ପ୍ରତ୍ୟେକ ସ୍ତରରେ ଜିଲ୍ଲାକୁ ବିକାଶର ସ୍ରୋତ ସୃଷ୍ଟି କରିବା ପାଇଁ ରାଜ୍ୟ ସରକାର ତୀକ୍ଷ୍ଣ ଦୃଷ୍ଟି ଦେଇ ଆସିଥିବା ବେଳେ ନୂତନ ଭାବରେ ସରକାରର ମଙ୍ଗ ଧରିଥିବା ରାଜ୍ୟ ସରକାର କଳାହାଣ୍ଡି ଜିଲ୍ଲାର ବିକାଶ ନିମନ୍ତେ କଳାହାଣ୍ଡି ଜିଲ୍ଲା ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲ୍ଲା ଗସ୍ତ କରିଛନ୍ତି। ଜିଲ୍ଲାର ଉନ୍ନତି ଏବଂ ବିକାଶ ଦିଗରେ ଆଗକୁ ନେବା ପାଇଁ ରାଜ୍ୟ ସରକାରଙ୍କ ଦୃଢ଼ ପଦକ୍ଷେପରେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ କଳାହାଣ୍ଡି ଜିଲ୍ଲାବାସୀଙ୍କ ପାଇଁ ଖୁବ୍ ଉତ୍ସାହ ସୃଷ୍ଟି କରିଛି। ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଗସ୍ତ ପାଇଁ ସାରା କଳାହାଣ୍ଡି ଜିଲ୍ଲାରେ ଆନନ୍ଦର ଲହରୀ ଖେଳିଯାଇଛି। ରବିବାର ଦିବା 11:30 ଘଟିକାରେ କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରେ ପହଞ୍ଚି ଏକ ସଭା କାର୍ଯ୍ୟରେ ଯୋଗ ଦେଇଥିଲେ। ତାଙ୍କ ସହିତ ପଞ୍ଚାୟତ ରାଜ ଏବଂ ପାନୀୟ ଜଳ ବିଭାଗୀୟ ମନ୍ତ୍ରୀ ରବିନାରାୟଣ ନାୟକ ଉପସ୍ଥିତ ରହିଥିବା ବେଳେ କଳାହାଣ୍ଡି ସାଂସଦ ଶ୍ରୀମତୀ ମାଳବିକା ଦେବୀ, ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପାଟଯୋଶୀ, ଜିଲ୍ଲା ସଭାପତି ପୁଷ୍ପେନ୍ଦ୍ର କୁମାର ସିଂଦେଓ, ପାନୀୟ ଜଳ ବିଭାଗ ସଚିବ ଗିରୀଶ ଏସ୍.ଏନ୍. ଏବଂ କଳାହାଣ୍ଡି ଜିଲ୍ଲାପାଳ ସଚିନ ପାୱାର ସଭା କାର୍ଯ୍ୟରେ ଉପସ୍ଥିତ ରହିଥିଲେ। ମୁଖ୍ୟମନ୍ତ୍ରୀଙ୍କ ସଭାସ୍ଥଳରେ ପ୍ରବଳ ଜନଗହଳି ଲାଗି ରହିଥିବା ବେଳେ ବିଶେଷ କରି ମହିଳାମାନଙ୍କ ଉପସ୍ଥିତି ଅଧିକ ଜଣାପଡ଼ୁଥିଲା। ପ୍ରବଳ ଜନସମାଗମ ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କ ସଭାସ୍ଥଳଟି ଉଛୁଳି ପଡ଼ୁଥିଲା। ସମସ୍ତଙ୍କ ମନରେ ଭରିଯାଇଥିଲା ଅନେକ କିଛି ଆଶା ଏବଂ ବିକାଶର ଭରସା। ମୁଖ୍ୟମନ୍ତ୍ରୀଙ୍କ ଗସ୍ତରେ ଭବାନୀପାଟଣା ଚଳଚଞ୍ଚଳ ହୋଇଉଠି ଗ୍ରୀଷ୍ମର ପ୍ରବାହ ଫିକା ପଡ଼ିଯାଇଥିଲା। କଳାହାଣ୍ଡି ଜିଲ୍ଲାର ବିକାଶ ପାଇଁ ଅନେକ କିଛି ଯୋଜନା ନେଇ ମୁଖ୍ୟମନ୍ତ୍ରୀ ଜିଲ୍ଲାବାସୀଙ୍କୁ ସୂଚନା ଦେଇଥିଲେ। ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲ୍ଲା ଗସ୍ତର ମୁଖ୍ୟ କାର୍ଯ୍ୟକ୍ରମ ଥିଲା ଅନ୍ତୋଦୟ ଗୃହ ଯୋଜନାର ଶୁଭାରମ୍ଭ କାର୍ଯ୍ୟକ୍ରମ। ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ କରକମଳରେ ଖୁବ୍ ମହାସମାରୋହ ମଧ୍ୟରେ କଳାହାଣ୍ଡି ଜିଲ୍ଲାର ବିକାଶ ନିମନ୍ତେ ଅନ୍ତୋଦୟ ଗୃହ ଯୋଜନାର ଶୁଭାରମ୍ଭ କଳାହାଣ୍ଡି ଜିଲ୍ଲା ପାଇଁ ଆନନ୍ଦର ପସରା ଖୋଲିଦେଇଛି। ଏହି ବହୁମୂଲ୍ୟ ସଭା କାର୍ଯ୍ୟରେ ବହୁ ସଂଖ୍ୟାରେ ପୁରୁଷ ଏବଂ ମହିଳା ଯୋଗଦେଇ ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଥିଲେ। ବିଭିନ୍ନ ବ୍ଲକରେ ଦୁର୍ଘଟଣା ଜନିତ ସମସ୍ୟାରେ ଅଙ୍ଗ ହରାଇଥିବା ବ୍ୟକ୍ତି ଏବଂ ଭିନ୍ନକ୍ଷମ ରୋଗୀଣାମାନଙ୍କୁ ଅନ୍ତୋଦୟ ଯୋଜନାରେ ସାମିଲ କରି ପକ୍କା ଘର କାର୍ଯ୍ୟାଦେଶ ଦେଇଥିଲେ। ଆଗକୁ କଳାହାଣ୍ଡି ଜିଲ୍ଲାର ବିକାଶ ନିମନ୍ତେ ସଦାସର୍ବଦା ରାଜ୍ୟ ସରକାର ଦୃଷ୍ଟି ଦେବ ବୋଲି ନିଜର ବକ୍ତୃତା ମାଧ୍ୟମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କୁ ସୂଚନା ଦେଇଥିଲେ। ଖୁବ୍ ଉତ୍ସାହ ମଧ୍ୟରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଜିଲ୍ଲା ଗସ୍ତରେ ଅନ୍ତୋଦୟ ଗୃହ ଯୋଜନାର ଶୁଭାରମ୍ଭ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। କଳାହାଣ୍ଡିରୁ ଲୟ ଭୟଙ୍କ ରିପୋର୍ଟ, এবି ନ୍ୟୁଜ୍।